କୌଣସି କାରଣରୁ ଆମ ଶରୀରର କୌଣସି ଅଙ୍ଗ ଆକସ୍ମିକ ଦୁର୍ଘଟଣା ହେଉ ବା ଅସାବଧାନତା ହେତୁ ଯଦି କଟିଯାଏ ତାହେଲେ କ୍ଷତ ସ୍ଥାନରୁ ରକ୍ତ ବାହାରିବାକୁ ଆରମ୍ଭ କରେ ଏବଂ କିଛି ସମୟ ପରେ ରକ୍ତସ୍ରାବ ବନ୍ଦ ହୁଏ ଏବଂ ରକ୍ତ ଜମାଟ ବାନ୍ଧେ। ତ ଆସ ଆମେ ବୁଝିବା ଏହି ରକ୍ତ ଜମାଟ ବାନ୍ଧିବା ପ୍ରକ୍ରିୟା କିପରି ହୁଏ। ତ ଖଣ୍ଡିଆ ହୋଇ ରକ୍ତ ବାହାରୁଥିବା ସ୍ଥାନରେ କ୍ଷତ ଟିସ୍ୟୁ ଓ ଭାଙ୍ଗି ଯାଇଥିବା ଅଣୁଚକ୍ରିକା ଯେତେବେଳେ ବାୟୁର ସଂସ୍ପର୍ଶରେ ଆସେ ସେତେବେଳେ ସେହି କ୍ଷତ ସ୍ଥାନରେ ଥ୍ରୋମ୍ବୋପ୍ଲାଷ୍ଟିନ୍ ନାମକ ଏକ ଲିପୋପ୍ରୋଟିନ୍ ତିଆରି ହୁଏ। ଏହି ଲିପୋପ୍ରୋଟିନ୍ ରକ୍ତରେ ଥିବା କ୍ୟାଲସିୟମ ଆୟନ Ca++ ତଥା ଏନ୍ଜାଇମ୍ ଉପସ୍ଥିତିରେ ପ୍ଲାଜମାରେ ଥିବା ପ୍ରୋଟିନ୍ ପ୍ରୋଥ୍ରମ୍ବିନକୁ ଥ୍ରମ୍ବିନ ନାମକ ସକ୍ରିୟ ଏନ୍ଜାଇମ୍ରେ ପରିଣତ କରିଥାଏ। ଏହାପରେ କ'ଣ ହୁଏ ନା ଥ୍ରମ୍ବିନ ପ୍ରଭାବରେ ଫାଇବ୍ରିନୋଜେନ୍ ନାମକ ଅନ୍ୟ ଏକ ପ୍ଲାଜମା ପ୍ରୋଟିନ୍ ଫାଇବ୍ରିନରେ ପରିଣତ ହୋଇଯାଏ। ଏହି ଫାଇବ୍ରିନ୍ ଅଦ୍ରବଣୀୟ ଓ ତନ୍ତୁ ପରି ଏବଂ ଏହା କ୍ଷତ ସ୍ଥାନରେ ଠୁଳ ହୋଇ ଏକ ସୂକ୍ଷ୍ମ ଜାଲକ ତିଆରି କରେ। ଫଳରେ ଏହି ଜାଲରେ ରକ୍ତକଣିକା ଓ ଅଣୁଚକ୍ରିକା ଛନ୍ଦି ହେବା ଦ୍ୱାରା ଖଣ୍ଡିଆ ସ୍ଥାନରେ ଏକ ପତଳା ଆସ୍ତରଣ ସୃଷ୍ଟି ହୁଏ ଏବଂ ରକ୍ତସ୍ରାବ ବନ୍ଦ ହୁଏ।